ମୁଁ ଦିଲ୍ଲୀପ କୁମାର ସାହୁ ନାଁରେ ମୋର ଅଫିସିଆଲି ନାଁ, କିନ୍ତୁ ଆମ ଗାଁରେ ସମସ୍ତେ ମୋତେ ବଗି ବୋଲି ଡାକନ୍ତି। ଇଏ ତ 90 ବର୍ଷର ମୋ ଜେଜ ଅମଳର ସମୟରୁ ଏ ପ୍ରଥା ବା ରାମଚରିତ ମାନସ ହେଇ ଆସୁଛି ରାମଲୀଳା। ଆଉ ଏଇ ପ୍ରକାର ଗୋଟେ ଅନୁଷ୍ଠାନ ଯେଉଁଠିକି ସ୍ୱତଃପ୍ରତ ଭାବେ ଆମେମାନେ ଆସିପାରୁଛୁ ଏବଂ ମନରେ ସେମିତି ଭକ୍ତିଭାବ ଅଛି ବୋଲି ଯେଉଁଠି ଥିଲେ ବି ଆମ ଗାଁର ଯେକୌଣସି ଲୋକ ସମସ୍ତେ ଆସିକି ପହଞ୍ଚୁଛନ୍ତି। ଆଉ ସେତିକି ତାଙ୍କର ଆଶୀର୍ବାଦ ଅଛି। ଆଉ ଇଏ ଗୋଟେ ହେଉଛି ସଂସ୍କାର, ଯେଉଁଟା ଯାହା ମନରେ ଯଦି କାହାର ସଂସ୍କାର ନାହିଁ ସିଏ ଆସିପାରିବନି ବା କରିପାରିବନି। କିନ୍ତୁ ରାମଙ୍କର ତ ଏମିତି ଆଶୀର୍ବାଦ ଯାହାଦ୍ୱାରା କି ଆମେ ସମସ୍ତେ ଏକାଠି ହେଇପାରୁଛୁ ଏବଂ ଗାଁର ସବୁର ଏ ଯେଉଁ ପ୍ରଥା ବା ସଂସ୍ଥା ଚାଲିଛି ତାକୁ ଆମେ ମାନେ ଭଲ ଭାବରେ ନେଇପାରୁଛେ ବା ଆଗକୁ ବଢ଼େଇ ପାରୁଛେ। ଆଉ ଠାକୁରଙ୍କ ଆଶୀର୍ବାଦ ଅଛି, ତେଣୁକରି ଏଇଟା ହେଉଛି। ଆଉ ମୁଁ ଭାବୁଛି ଆମ ଗାଁର ପ୍ରତ୍ୟେକ ପିଲାଙ୍କ ବା ପ୍ରତ୍ୟେକ ଲୋକଙ୍କଠାରେ କଳା ଅଛି ଯେ ସ୍ୱତଃପ୍ରତ ଭାବେ ନାଚି ପାରୁଛନ୍ତି, ଯେଉଁଟାକି ସମସ୍ତଙ୍କ ପାଖରେ ହେଇପାରେନି। ମୁଁ ଭାବୁଛି ମୋ ଜେଜେଙ୍କର ଥିଲା, ମୋ ବାପାଙ୍କର ନାହିଁ କି ମୋର ନାହିଁ, ମୋ ପୁଅ କିନ୍ତୁ ନାଚିବାକୁ ରାଜି। ତେଣୁକୁ ସିଏ କଳାଟି ଗୋଟେ ଆମ ଗାଁରେ ଯିଏ ଜନ୍ମ ହୋଇଛି ତାଙ୍କର ସ୍ୱତଃପ୍ରତ ଭାବେ ଅଛି। ଆଉ ଏ ଜିନିଷଟା ଗୋଟେ କେବଳ ମୁଁ ବୋଲି ନୁହଁ, ଆମେ ସମସ୍ତେ ଯେତେବେଳେ ଦେଖୁଛୁ ଯେଉଁ ପିଲାକୁ ଦେଖ ସିଏ ନାଚିପାରୁଛି। ଆମେ ଚେଷ୍ଟା କଲେ ବି ହେଇପାରୁନି, ଶିଖିଲେ ବି ହେଇପାରୁନି। ସେଇ ଜିନିଷଟା ଗୋଟେ ମାନେ ଏଇଟା ବହୁତ ଖୁସି ଲାଗେ। ସଦାବେଳେ ରହିଛି, ରହିଥିବ, ରହିବ। ଏ ବିଶ୍ୱାସ କେତେବେଳେ ଅତୁଟ ଅନ୍ୟ ନାହିଁ। ପତନି ସାହିର ଉନ୍ନତି ପାଇଁ, ପତନି ସାହିର ଅବନତି ପାଇଁ ସମସ୍ତେ ସଜାଗ। ତେଣୁକରି ପୂର୍ବ ପିଢ଼ି ଯାହା କରୁଥିଲେ ଆମେମାନେ ସେୟା ମଧ୍ୟ ଦେଖି ଆସୁଛୁ, ଆମ ପରପିଢ଼ି ମାନେ ସେୟା କରିବୁ। ଏହି ଅନୁଷ୍ଠାନକୁ ଦୀର୍ଘଦିନ ବଞ୍ଚେଇ ରଖିବ, ବଞ୍ଚେଇ ରହିବ। ଏଥିରେ କିଛି ନିଃସନ୍ଦେହ, ଏଥିରେ କୌଣସି ବାଧାବିଘ୍ନ ନାହିଁ, କିଛି ଅସୁବିଧା ନାହିଁ। ଯେତେ ଯାହାର ସମୁଦାୟ ଏହି ରାମଲୀଳା ଯେତେ ଦିନ ଚାଲିବ ସମସ୍ତେ ଏକତ୍ରିତ ମନରେ ଏକାଠି ରହି ନିଷ୍ଠାପର ଭାବରେ ଏ ରଘୁନାଥଙ୍କ କୃପାରୁ ସମସ୍ତଙ୍କର ସମାଧାନ କରିବା ବେଳକୁ ଆମର ଦୀର୍ଘାୟୁ ଆଶା ଅଛି। ବହୁ ଦୂର ଦୂରାନ୍ତର ଲୋକମାନେ ଏଠିକି ଆଶୀର୍ବାଦ ବାସସେ ଏଠିକି ଆସନ୍ତି। ଜୟ ଶ୍ରୀରାମ। ମୋ ନାଁ ବନମାଳୀ ସାହୁ, ମୁଁ ଏ ପତନର ବାସିନ୍ଦା। ଆଜକୁ 90 ବର୍ଷର ଏ ରାମ ନାଟକ ଚାଲିଛି। ଛୋଟ ଛୋଟ କଳାକାରମାନଙ୍କୁ ନେଇ ଏ ରାମ ନାଟକ ପରିବେଷଣ ହେଉଛି। ଆଉ ଆଜି ହେଉଛି ପ୍ରଭୁ ଶ୍ରୀରାମଙ୍କର ଜନ୍ମଦିନ। ଏ ଜନ୍ମୋତ୍ସବକୁ ପାଳନ କରନ୍ତି ଆମର ସମସ୍ତ ଆଖପାଖ ପଡ଼ୋଶୀ ଲୋକମାନେ। ଆଉ ସମସ୍ତେ ଆଗ୍ରହ ସହିତ ପ୍ରଭୁଙ୍କ ନାଟକ ଦେଖିବା ପାଇଁ ଆଗ୍ରହ କରନ୍ତି। ଆଉ ଆଜିକି 40 ବର୍ଷ ହେଲା ମୁଁ ମଧ୍ୟ ରାବଣ ରୋଲ୍ କରୁଛି, ଦଶରଥ ରୋଲ୍ କରୁଛି, ଅନ୍ୟାନ୍ୟ ରୋଲ୍ ମଧ୍ୟ କରୁଛି, କିନ୍ତୁ ଏଥିରେ ମୋର ଅଭିଜ୍ଞତା ଅଛି। ତେଣୁ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆଗକୁ ପିଢ଼ିମାନେ କେମିତି ଏହି ପ୍ରଭୁଙ୍କ ଲୀଳା କରିବା ପାଇଁ ସମର୍ଥ ହୁଅନ୍ତୁ, ସମସ୍ତେ ଆଗ୍ରହ ପ୍ରକାଶ କରନ୍ତୁ, ଏହିଭଳି ପ୍ରଭୁଙ୍କ ଲୀଳାକୁ ବଞ୍ଚେଇ ରଖନ୍ତୁ। ଏତିକି ମୋର ନିବେଦନ। ପ୍ରଭୁ ରାମଚନ୍ଦ୍ରଙ୍କର ଏତେ ମହିମା ଏହି ରାମଲାଲଙ୍କର ଯିଏ ଗୁଆ ନଡ଼ିଆ ବସାନ୍ତି, ପୁତ୍ରଦାନ ମଧ୍ୟ କରନ୍ତି, ଯିଏ ମଧ୍ୟ ଆଗ୍ରହ ସ୍ୱରୂପ ପ୍ରଭୁଙ୍କ ପାଖରେ ଶରଣ ପଶେ ତା ଶରଣ ରକ୍ଷା କରନ୍ତି, ତାର ମାନସିକ ପୂର୍ଣ୍ଣ କରନ୍ତି। ଏହି ପ୍ରଭୁ ରଘୁନାଥଙ୍କ ଲୀଳା, ଏହି ରଘୁନାଥଙ୍କ ନାଟ୍ୟ ମଣ୍ଡପରେ ଆମର ଆଜିକି 90 ବର୍ଷ ହେଲା ଆରମ୍ଭ ହେଉଛି ଏବଂ ସମସ୍ତେ ଗ୍ରାମର କୁନାକୁନି କଳାକାର ଏବଂ ବয়োଜ୍ୟେଷ୍ଠ ଭାଇମାନେ ସମସ୍ତେ ଉପସ୍ଥିତ ହୋଇ ଆଜି ଯିଏ ବାହାରେ ରହିଛନ୍ତି ସେମାନେ ମଧ୍ୟ ଆସି ଆଗ୍ରହ ସ୍ୱରୂପ ପ୍ରଭୁଙ୍କ ଲୀଳାରେ ବ୍ୟସ୍ତ ରହୁଛନ୍ତି। ଯେ ଯାହା କାର୍ଯ୍ୟ ସମସ୍ତେ ସମାପନ କରୁଛନ୍ତି। ଏ କାର୍ଯ୍ୟ ସାମାନ୍ୟ କାର୍ଯ୍ୟ ନୁହେଁ, ଇଏ ବହୁତ ଆଡ଼ମ୍ବରରେ ଏ କାର୍ଯ୍ୟ ଆରମ୍ଭ ହୁଏ ଏବଂ ଆଡ଼ମ୍ବରରେ ସମାପନ ହୁଏ। ମୋର ଏତିକି ପ୍ରଭୁଙ୍କ ପାଖରେ ନିବେଦନ, ସମସ୍ତଙ୍କୁ ଏହିଭଳି ଆନନ୍ଦ ଆଗ୍ରହ ରଖିଥାନ୍ତୁ, ସମସ୍ତଙ୍କ ତଳପଥକୁ ସୀମିତ କରନ୍ତୁ। ମୋର ଏତିକି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ପଦ୍ମବତୀ, ଭାପୁର ବ୍ଲକ, ରାଜୀବ କୁମାର ସାହୁ। ଆଜି ପତନି ଗାଁ ରାମଲୀଳାକୁ ଆପଣ ଆସିଥିଲେ, କେତେ ବର୍ଷ ଧରି ଆସିଥିଲେ? କ'ଣ ଆପଣଙ୍କର ଏଠି ଠାକୁରଙ୍କ ପ୍ରତି ବିଶ୍ୱାସ ଆଉ ଭରସା ଅଛି ଆପଣ ଏଠିକି ଆସିଥିଲେ? ବିଶ୍ୱାସ ଅଛି କ'ଣ, ମୋ ଭଉଣୀ ବାହା ହେଇଛି ପତନି ଗ୍ରାମରେ। ଏଠି ରଘୁନାଥ ମହାପ୍ରଭୁଙ୍କର ତାଙ୍କର ଅନୁଭୂତି ମୋତେ ସେ ଭଉଣୀ କହୁଥିଲା ଯେ ମୁଁ ନିଜେ ମାନସିକ କଲି ଯେ ମୋର ଯେଉଁ ଥିଲା ଗୋଟେ ଆଶା ଥିଲା ଯେ ଗୋଟେ ଠାକୁରଙ୍କ ପ୍ରତି ମୁଁ କିଛି ଗୋଟେ କଲେ ମୋର ପୂରଣ ହେବ ବୋଲି। ଆଜି ପୂରଣ ହେଇଛି। ମୁଁ ଆଜି ଠାକୁରଙ୍କ ପାଖରେ ଯାହା ବି ଥିଲା ମୋର ମୁଁ ଦେଇଛି, ଠାକୁରଙ୍କୁ ଦେଇଛି କୋଟି କୋଟି ମୁଣ୍ଡିଆ। ଅନ୍ୟମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣମାନେ ଆସନ୍ତୁ, ଠାକୁରଙ୍କୁ ରଘୁନାଥ ମହାପ୍ରଭୁଙ୍କୁ ଦେଖନ୍ତୁ। ଆପଣ ନିଜେ ଯାହା ବି ମାନସିକ ପୂରଣ ମାଗିବେ ଠାକୁର ନିଶ୍ଚିନ୍ତ ସେଇଟା ପୂରଣ କରିବେ। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ବାଧ୍ୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି।
ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।